ଖୋଲଯା ସିମ୍ ସିମ୍ କାହାଣୀ ଭଣ୍ଡାରରୁ ବାହାରିଥିବା ଆଜିର କାହାଣୀର ନାମ ହେଉଛି ଜହ୍ନର ଉପହାର। ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ଆମେ ସବୁ ଦଶହରା ମେଳା ଦେଖିବା ପାଇଁ ଗଲୁ। ବାପା ଚିନୁ ପାଇଁ ଫ୍ୟାନ୍ସି ଚଷମା କିଣିଲେ, ମା ମୋ ପାଇଁ ଗୋଟିଏ ଚମକୁଥିବା ନୀଳ ଟୋପି କିଣିଲେ ଏବଂ ମୁନିକୁ ମିଳିଲା ଚକୋଲେଟ୍। ଘରକୁ ଯିବା ସମୟରେ ଜୋରରେ ପବନ ବହିଲା, ସେ ମୋର ଟୋପି ଉଡ଼ାଇ ନେଇଗଲା। ମୋର ଟୋପି ଗୋଟିଏ ପୁରୁଣା ଅସୁସ୍ଥ ଗଛର ଡାଳରେ ଯାଇ ଲାଗିଗଲା। ମୁଁ ବହୁତ କାନ୍ଦିଲି ଏବଂ ରାତିରେ ଖାଇବା ମଧ୍ୟ ଖାଇଲି ନାହିଁ। ବିଳମ୍ବିତ ରାତିରେ ଜହ୍ନ ବାହାରିଲା। ସେ ପୁରୁଣା ଅସୁସ୍ଥ ଗଛରେ ମୋର ଟୋପିକୁ ଦେଖିଲା। ଜହ୍ନ ମୋର ଟୋପି ପିନ୍ଧିଲା ଏବଂ ଖୁସିରେ ହସିଲା ଏବଂ ମୁଁ ମଧ୍ୟ ହସିଲି। ପରଦିନ ସ୍କୁଲ ପରେ ମା ମୋତେ ଗୋଟିଏ ନୂଆ ଚମକୁଥିବା ଟୋପି ଦେଲେ। ଜହ୍ନ ପଠାଇଛି, ମା କହିଲେ। ସେହିଦିନ ରାତିରେ ଜହ୍ନ ଏବଂ ମୁଁ ଆମେ ଦୁଇ ଜଣ ନିଜ ଟୋପି ପିନ୍ଧିଲୁ ଏବଂ ହସିଲୁ। ଆମେ ଖୁସି ଥିଲୁ। ଆପଣଙ୍କ କ'ଣ ମତ ଅଟେ? କ'ଣ ସୂର୍ଯ୍ୟଙ୍କୁ ଟୋପିର ଆବଶ୍ୟକ?